ଆଜିର ରେସିପିଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଅତି ପ୍ରିୟ। ପରିବାରେ ମୁଁ ନେଇଛି ମୂଳା, କନ୍ଦମୂଳ, କଞ୍ଚା କଦଳୀ, କଖାରୁ, କାଙ୍କଡ଼, ସାରୁ, ଝୁଡ଼ଙ୍ଗ, ଖମ୍ବାଆଳୁ ବା ମାଟିଆଳୁ ଆଉ ପୋଟଳ। ଆପଣ ଏଥିରେ ବିନ୍ସ ଆଉ ଶିମ୍ବ ବି ଦେଇପାରିବେ, କିନ୍ତୁ ଏଥିରେ ଆଳୁ, ବାଇଗଣ, କୋବି, ଟମାଟର ଏସବୁ ପରିବା ଦିଆଯାଏନି। ପ୍ରଥମେ କଡ଼େଇରେ 6 କପ୍ ପାଣି ଦେଇଦେବା। ଭିଜା ହେଇଥିବା ଅଧା କପ୍ କଳା ଚଣା ଏଥିରେ ଦେଇଦେବା। ଏହାପରେ ଦେଇଦେବା ସବୁ ପରିବା, ମିଡ଼ିୟମ୍ ସାଇଜ୍ରେ ସବୁ ପରିବା କାଟିକି ନେବା। ଆଉ ସବୁ ପରିବା 100 ଗ୍ରାମ ପାଖାପାଖି ଥିଲା। ଖାଲି ସାରୁ ଆଉ ଖମ୍ବାଆଳୁ ଟିକେ ଅଧିକ ଥିଲା, ସାରୁ ଟିକେ କମ୍ ଥିଲା। ଆପଣ ଦୁଇଟା ଯାକ ସମାନ କରିକି ବି ନେଇପାରିବେ। ଏବେ ଏଥିରେ ହଳଦୀ ଗୁଣ୍ଡ ଆଉ ଲୁଣ ଦେଇକି ସିଝିବା ପାଇଁ ଛାଡ଼ିବା। କେଉଁ ଜିନିଷ କେତେ ଦେବେ ସ୍କ୍ରିନ୍ରେ ଆପଣ ଦେଖିପାରୁଥିବେ ଲେଖା ଅଛି, ନହେଲେ ଆପଣ ଫୁଲ୍ ଭିଡ଼ିଓ ଏହାର ଚ୍ୟାନେଲରେ ଚେକ୍ କରିପାରିବେ। ଏହାପରେ ଗ୍ରାଇଣ୍ଡିଙ୍ଗ ଜାର୍ରେ ସୋରିଷ, ଜିରା, ଗୋଲମରିଚ ଆଉ ଅଳ୍ପ ଟିକେ ଅଦା ଦେଇକି ଅଳ୍ପ ଟିକେ ପାଣି ଦେଇକି ଚିକଣ କରିକି ବାଟିକି କଡ଼େଇରେ ସବୁ ପରିବା ସହିତ ଦେଇଦେବା। ଏହା ସହିତ ନଡ଼ିଆ କୋରା ଆଉ ଘିଅ ଅଳ୍ପ ଟିକେ ଦେଇଦେବା। ହାଇ ଫ୍ଲେମ୍ରେ ଥରେ ଫୁଟେଇ ନେଇ लो फ्लेम्रे परिवा 90% सिझा जाए भल भाव सिझे नेबा। एहापर अल्प गुड़ आउ किछि नाड़ी बड़ी देदेबा। आउ 5-7 मिनिट पर्यंत लो फ्लेम्रे भल भाव सिझे नेबा। लास्ट अल्प नड़िया कोरा देकी भल भाव मिसेइकी घोड़े नेबा आउ गैस बंद करदेबा। छुंक पई अल्प हेंगु, जीरा आउ सोरिष बेसर ऊपर एमती देदेबा। आउ 2 बड़ चमच घी को भल भाव गरम करके या ऊपर देदेबा। सांगे सांगे घोड़े नेकी किछि समय रेस्ट देदेले मंदिर परि बेसर आमर रेडी हो जिवो।